ଦେଖନ୍ତୁ ରାୟ କ'ଣ ଆସିଛି ମୁଁ ତାକୁ ଦେଖିନି ବର୍ତ୍ତମାନ ଯାଏ। ଜଜମେଣ୍ଟ କପି ଆସିଯାଉ, ଓକିଲଙ୍କ ସହିତ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ଏବଂ କ'ଣ ହାଇକୋର୍ଟ ଜଜମେଣ୍ଟ ଦେଇଛନ୍ତି ତାକୁ ତର୍ଜମା କରାହେଇନି, କରାହେଲା ପରେ ମୁଁ ନିଶ୍ଚିତ ରୂପେ ଆପଣଙ୍କୁ କହିବି କ'ଣ କରାଯିବ। ନା ମୁଁ ଯେହେତୁ ଆମେ ପାଇନାହୁଁ, ଆଲୋଚନା କରିନାହୁଁ, ଓକିଲଙ୍କ ପରାମର୍ଶ କ୍ରମେ ଯାହା ପରବର୍ତ୍ତୀ ପଦକ୍ଷେପ ଥିବ ତାକୁ ଆମେ ନେବା ପାଇଁ ଚିନ୍ତା କରିବୁ। ବର୍ତ୍ତମାନ ସେ ଚିନ୍ତା ବି କରିନାହୁଁ। ଆମେ ଜଜମେଣ୍ଟ ପାଇସାରୁ, ଆଲୋଚନା କରିସାରୁ, ତାପରେ ମୁଁ ଆପଣଙ୍କୁ କହିବି। ନିର୍ବାଚନ ନିଶ୍ଚିତ ରୂପେ ପାଖେଇ ଆସୁଛି, କିନ୍ତୁ ତଥାପି ଆମ ହାତରେ ପ୍ରାୟ ମାସାଧିକ କାଳ ସମୟ ଅଛି। ତେଣୁ ତାପରେ ଆଲୋଚନା କରିବା କ'ଣ ହେଇପାରିବ। ମୁଁ ହାଇକୋର୍ଟ ରାୟକୁ ସମ୍ମାନ ଜଣାଉଛି ଏବଂ ଆଇନ ଉପରେ ମୋର ବିଶ୍ୱାସ ଅଛି। ସେ ବିଶ୍ୱାସ ଆଧାର କରି ମୁଁ ଆଗ ପଦକ୍ଷେପ ନେବି। ନଈ ଦେଖିନୁ କାହିଁକି ଆମେ ଆଗକୁ କଥା ହେବା। ତେଣୁ ବର୍ତ୍ତମାନ ଯାହା ପ୍ରେଜେଣ୍ଟ ସିଚୁଏସନ୍ ଯାହା ଅଛି ତା ବିଷୟରେ ଆମେ ଆଲୋଚନା କରିବା ଏବଂ ତା ଦେହରେ କ'ଣ ହେଇପାରିବ ତାକୁ ଦେଖିଲା ପରେ ପଦକ୍ଷେପ ନେବା। ସେଟା କୌଣସି ଆପଣ ବିକଳ୍ପ ରଖିଥିବେ କିଛି, ମାନେ କ'ଣ ବିକଳ୍ପ? ଯଦି ଆପଣଙ୍କ ବିପକ୍ଷରେ ଯାଏ ରାୟ ଆଗକୁ ମଧ୍ୟ ଦେଖିବା। ଆଗ କଥା ତ ହେଇନି ବର୍ତ୍ତମାନ ଯାଏ, ଆଗ କଥା ହେଲା ପରେ ଯାଇ ଆଲୋଚନା କରିବା।